शुभेच्छा और शुभकामना। ଏହି ଦିବସ ବିଷୟରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ନଭେମ୍ବର 14 ତାରିଖ, ଅର୍ଥାତ୍ ସାରା ଭାରତରେ ଏହି ଦିନ ଶିଶୁ ଦିବସ ରୂପେ ପାଳନ କରାଯାଏ। କାରଣ ଆଜି ହେଉଛି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମତିଥି। 1899 ମସିହା ନଭେମ୍ବର 14 ତାରିଖ ଜନ୍ମଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ ବା ଅତି ଆଦରର ଚାଚା ନେହେରୁ। ସେ ଆମ ଭଳି ଶିଶୁମାନଙ୍କୁ ପ୍ରାଣ ଭରି ଭଲ ପାଉଥିଲେ ଓ କହୁଥିଲେ ଶିଶୁ ହସିଲେ ଦେଶ ହସିବ। ଏବଂ ସେ କହୁଥିଲେ ଆଜିର ଶିଶୁଟିଏ କାଲି ଭାରତର ନାଗରିକ ହୋଇ ଗଢ଼ି ଉଠିବ ଏବଂ ସେ ଆମ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରି ଗଢ଼ି ତୋଳିବ ଏବଂ ସେ ଆମ ଦେଶ ପାଇଁ ଲଢ଼େଇ କରିବ ଏବଂ ବିଭିନ୍ନ ଶିକ୍ଷା ଲାଭ କରି ସେ ଆମ ଦେଶକୁ ଉନ୍ନତି ମାର୍ଗରେ ଆଗେଇ ଚାଲିବ। ତେଣୁ ସେ ଆମ ପରି ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ନେହ ଓ ଶ୍ରଦ୍ଧା ପ୍ରଦାନ କରି ତାଙ୍କ ଜନ୍ମଦିବସଟିକୁ ଶିଶୁ ଦିବସ ରୂପେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ତେଣୁ ଆମେ ଏହି ଦିନଟିକୁ ଶିଶୁ ଦିବସ ରୂପେ ପାଳନ କରିଥାଉ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି।